ଓଡ଼ିଶା ହେଉଛି ମନ୍ଦିର ମାଳିନୀ ରାଜ୍ୟ। ଓଡ଼ିଶାର ପୁରପଲ୍ଲୀରେ ମନ୍ଦିର ରହିଛି ଏବଂ ସମସ୍ତେ ଲୋକେ ନିଜ ନିଜର ଆରାଧ୍ୟ ଦେବାଦେବୀଙ୍କୁ ପୂଜା ଅର୍ଚ୍ଚନା କରନ୍ତି। ଏବଂ ପଶ୍ଚିମ ଓଡ଼ିଶାରେ ମଧ୍ୟ ଏମିତି ଅନେକ ମନ୍ଦିର ରହିଛି ଯେଉଁମାନଙ୍କର ଆରାଧ୍ୟ ଯେଉଁ ଲୋକମାନେ ସମସ୍ତେ ପୂଜା ଅର୍ଚ୍ଚନା କରିଛନ୍ତି ଏବଂ ବହୁ ପୂର୍ବ ପରମ୍ପରା ଅନୁସାରେ ମନ୍ଦିର ଗୁଡ଼ାକ ରହିଛି। କିନ୍ତୁ ଯେତେବେଳେ ପଶ୍ଚିମ ଓଡ଼ିଶାର ଆମେ ବିଶେଷ କରି ବର୍ତ୍ତମାନ କହୁଛୁ ଝାରସୁଗୁଡ଼ା ଜିଲ୍ଲାର କଥା, ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ଲଖନପୁର ବ୍ଲକର ବର୍ତ୍ତମାନ ଆମେ ପାଖାପାଖି ପୂଜାରୀପାଲି ଗାଁ ଅଞ୍ଚଳରେ ରହିଛୁ। ଇଏ ଯେଉଁ ବର୍ତ୍ତମାନ ବୁଢ଼ୀ ଅଞ୍ଚଳ ରହିଛୁ, ଯେଉଁ ପଦ୍ମପୁର ଗୋଟେ ଗାଁ ରହିଥିଲା ଯେତେବେଳେ ହୀରାକୁଦ ବନ୍ଧ ଦ୍ୱାରା ଯେତେବେଳେ ଡ୍ୟାମ୍ ତିଆରି ହୋଇଥିଲା ପ୍ରଭାବିତ ହୋଇଥିଲେ ଏବଂ ବୁଢ଼ୀ ଅଞ୍ଚଳରୁ ଏଠୁ ବିସ୍ଥାପିତ ହୋଇଥିଲେ ଅନେକ ଲୋକ। ତନ୍ମଧ୍ୟରୁ ପଦ୍ମପୁର ହେଉଛି ଗୋଟେ ଗାଁ ଏବଂ ଏହି ବୁଢ଼ୀ ଅଞ୍ଚଳ ଭିତରେ ପଦ୍ମପୁର ଯେଉଁ ଗାଁ ରହିଥିଲା ତାଙ୍କର ଯେଉଁ ଆରାଧ୍ୟ ଦେବାଦେବୀ ରହିଥିଲେ ସେମାନଙ୍କର ମନ୍ଦିର ବର୍ତ୍ତମାନ ମଧ୍ୟ ଯେଉଁ ପୂର୍ବ ସଂସ୍କୃତି ପରମ୍ପରାକୁ ବଜାୟ ରଖୁଛି। ଆମେ ବର୍ତ୍ତମାନ ସେଇ ଜାଗାରେ ଅଛୁ। ଇଏ ହେଉଛି ଯେଉଁ ବୁଢ଼ୀ ଅଞ୍ଚଳରେ ରହିଥିବା ପଦ୍ମପୁର ଗାଁର ମନ୍ଦିର, ମା ପଦ୍ମାସିନୀ ମନ୍ଦିର। ଆପଣ ଦେଖନ୍ତୁ ଶହ ଶହ ବର୍ଷର ଏହି ପୁରୁଣା ମନ୍ଦିର ବର୍ତ୍ତମାନ ମଧ୍ୟ କିପରି ଠିଆ ହେଇଛି ଏବଂ ଆଜି ବି ସମସ୍ତଙ୍କ ମନରେ ଯେଉଁ ମାଙ୍କ ପ୍ରତି ସମ୍ମାନ ରହିଛି ଏବଂ ସମସ୍ତେ ପୂଜା କରନ୍ତି ପଦ୍ମାସିନୀ ମାଙ୍କୁ। ଏବଂ ବର୍ତ୍ତମାନ ମଧ୍ୟ ଯେ ପୁରୁଣା ମନ୍ଦିର ରହିଛି ଏଠି ଆସନ୍ତି ଲୋକେ ଏ ମନ୍ଦିରକୁ ଦେଖନ୍ତି, ମନ୍ଦିର ଷ୍ଟ୍ରକ୍ଚର କେମିତି ଦେଖନ୍ତି ଏବଂ ବର୍ତ୍ତମାନ ମଧ୍ୟ ମାଙ୍କୁ ଅନ୍ୟ ସ୍ଥାନକୁ ନିଆଯାଇ ସେହିପରି ପୂଜା ଅର୍ଚ୍ଚନା କରାଯାଉଛି। ଆପଣ ଦେଖନ୍ତୁ ସିଧାସଳଖ ଦେଖି ଦେଉଛୁ ଆମେ ଯେ ପୁରୁଣା ମନ୍ଦିର ପାଖରେ ଅଛୁ ଯେଉଁଟାକି ବୁଢ଼ୀ ଅଞ୍ଚଳ କୁହାଯାଏ। ଇଏ ହେଉଛି ପଦ୍ମପୁର ଗାଁ। ଏଠି ଥିଲା ଯେତେବେଳେ ହୀରାକୁଦ ନଦୀବନ୍ଧ ହୋଇଥିଲା ସେତେବେଳେ ଏଠାକାର ଲୋକେ ବିସ୍ଥାପିତ ହୋଇଥିଲେ। ଇଏ ହେଉଛି ସେ ପୁରୁଣା ମନ୍ଦିର। ଭିତରକୁ ଟିକେ ଆମେ ଦେଖିବାକୁ ଚେଷ୍ଟା କରିବୁ। ଆମ ସହିତ ରହିଛନ୍ତି ଆମର କ୍ୟାମେରା ପର୍ସନ ଯୁଧିଷ୍ଠିର। ଦେଖନ୍ତୁ ଖୁବ ସୁନ୍ଦର ଷ୍ଟ୍ରକ୍ଚର ରହିଛି ଶହ ଶହ ବର୍ଷର ମା ପଦ୍ମାସିନୀଙ୍କ। ଇଏ ହେଉଛି ମନ୍ଦିର, କେବଳ ପଥରରେ ତିଆରି ହୋଇଛି ମନ୍ଦିର ଏବଂ ଭିତରେ ମଧ୍ୟ ଆମେ ଯଥାସମ୍ଭବ ଦେଖିବାକୁ ଚେଷ୍ଟା କରିବୁ। ଆଉ ତଳେ ଆପଣ ଦେଖନ୍ତୁ ଯେଉଁ ପଥରର କାରିଗରୀ ମଧ୍ୟ ଦେଖିପାରିବେ, ଖୁବ ସୁନ୍ଦର କାରିଗରୀ ଅଛି ଏଠି। ଯେତେବେଳେ এই ଅଞ୍ଚଳ ବୁଡ଼ି ନଥିଲା ସେତେବେଳେ এই ଗାଁର ଲୋକେ ଏଠି ପୂଜା କରୁଥିଲେ ଏବଂ ମନ୍ଦିର ତିଆରି କରିଥିଲେ ମା ପଦ୍ମାସିନୀଙ୍କ ମନ୍ଦିର। ଏମିତି ଅନେକ ମନ୍ଦିର ରହିଛି ଏ ଅଞ୍ଚଳରେ। ପଦ୍ମପୁର ଯେଉଁ ବୁଢ଼ୀ ଅଞ୍ଚଳ ରହିଛି ସେ ଅଞ୍ଚଳରେ ଆହୁରି ଅନେକ ମନ୍ଦିର ଅଛି, ଜଗନ୍ନାଥ ମନ୍ଦିର ରହିଛି, ଅନ୍ୟାନ୍ୟ ମନ୍ଦିର ରହିଛି ଏବଂ ଇଏ ହେଉଛି ମୁଖ୍ୟ ମନ୍ଦିର ମା ପଦ୍ମାସିନୀଙ୍କ ମନ୍ଦିର। କାରଣ ଇଏ ପଦ୍ମପୁର ନାମରେ ଯେହେତୁ ନାମିତ ଥିଲା, ମା ପଦ୍ମାସିନୀ ଏଠି ବିରାଜିତ ହେଉଥିଲେ ଏବଂ ସମସ୍ତ ଭକ୍ତମାନଙ୍କର ଡାକ ଶୁଣୁଥିଲେ।